ବୃତ୍ତ ମଝିରେ ଗୋଟେ ସିଧା ଗାର ଟାଣିବା। ଦୁଇ ପାଖରୁ ଜଙ୍ଗଲର ଆକୃତି ଆଣିବା ପାଇଁ ଆମେ ଏମିତି ହାଲକା କୁଞ୍ଚ କୁଞ୍ଚ କରିକି ଗାରର ମଝି ପର୍ଯ୍ୟନ୍ତ ଆଣିକି ଯୋଡ଼ିବା। ସେମିତି ଧୀରେ ଧୀରେ ସରୁ କରିକି ଉପର ଆଡ଼କୁ ବୃତ୍ତର ବାହାର ପାଖକୁ ଚଉଡ଼ା ରହିବ। ଯେଉଁ ଜଙ୍ଗଲ କଲେ ତା ଉପରକୁ ଆଉ ଟିକେ ଦୁରିଆ ଜଙ୍ଗଲ ଦେଖିବା ପାଇଁ ଆଉ ଟିକେ କୁଞ୍ଚ କରିବା। ସୂର୍ଯ୍ୟ ପାଇଁ ମୁଁ ଅଧା ଗୋଲାକୃତି କରି ଦୁଇ ଜଙ୍ଗଲ ମଧ୍ୟରେ ଗୋଟେ ବଡ଼ ଆକୃତିର ଗୋଲାକାର କଲି। ଦୂରର ଜଙ୍ଗଲ ସବୁବେଳେ ତଳ ଆଡ଼ୁ ଆମେ ଅଧିକା ଡାର୍କ କରିକି ତାକୁ କରିବା, ଉପର ଆଡ଼ୁ ହାଲକା ହାତରେ ଫିକା ରଖିବା, କିନ୍ତୁ ତଳ ଆଡ଼ୁ ଡାର୍କ ରହିବ। ଏମିତି ଆମେ ଉଭୟ ପାର୍ଶ୍ୱରେ ବି କରିବା। ତଳ ଆଡ଼ୁ ଡାର୍କ କରିବା, ହାଲକା ପ୍ରେସ୍ କରି କରିବା, ଉପର ଆଡ଼ୁ ହାଲକା ହାତରେ ଫିକା ରଖିବା, ହାଲକା ପେନ୍ସିଲ୍କୁ ବଙ୍କେଇ କରିବା। ଆଉ ଉପରେ ଥିବା ଜଙ୍ଗଲକୁ ଯେଉଁ ପଛପଟେ ଯେଉଁ ଜଙ୍ଗଲ ମୁଁ ଚିତ୍ର କାଟିଛି ତାକୁ ଟିକେ ଡାର୍କ ରଖିବା। ଏହିପରି ଭାବରେ ଅସ୍ତ ହେଉଥିବା ସୂର୍ଯ୍ୟ କାଟିବା ପାଇଁ ଆମେ କ'ଣ କରିବା, ଏମିତିଆ ସୂର୍ଯ୍ୟ ପାଖରେ ସିଧା ସିଧା ଗାର ଟାଣିବା, କାରଣ ସେତେବେଳେ ସୂର୍ଯ୍ୟର କିରଣ ଏତେ ଷ୍ଟ୍ରଙ୍ଗ ନଥାଏ। ନଦୀ ମଧ୍ୟକୁ ଗୋଟେ ପଟା ପକାଇବା କିମ୍ବା ଗୋଟେ ବ୍ରିଜ୍ର ଦୃଶ୍ୟ କରିବାକୁ ଗଲେ ସିଧା ଗାର ଦେଇ ଦୁଇ ପାଖକୁ ଚଉଡ଼ା କରି ଟାଣି ଆଣିବା। ସାମ୍ନାରେ ଦୁଇଟି ଛୋଟ ବଡ଼ ଖୁଣ୍ଟ ଆଣିବା, କାରଣ ଦୂରରେ ଥିବା ଜିନିଷ ସବୁବେଳେ ସାନ ଦେଖା ହୁଏ ଆଉ ପାଖ ଜିନିଷ ବଡ଼, ତ ସେଇଥିପାଇଁ ଖୁଣ୍ଟ ଗୁଡ଼ିକ ଆକାର ଧୀରେ ଧୀରେ ବଡ଼ କରିବା। ଯେମିତି ଭିଡ଼ିଓରେ ହେଇଯିବ। ଦଉଡ଼ି ଭଳିଆ ରୂପ କରିବା ପାଇଁ ହାଲକା ଆମେ ବଙ୍କା ବଙ୍କା ଗାର ଦୁଇ ଖୁଣ୍ଟ ମଧ୍ୟକୁ ଯୋଡ଼ିବା। ପଟା ବି ପକାଇଲା ବେଳେ ସେମିତି କରିବା। ଦୂର ଆଡ଼କୁ ରହିବ ଆମର ସରୁ କରିବା ଓ ପାଖକୁ ଆସିଲା ଯେତେ ପାଖକୁ ଆସିବ ସେତେ ପଟାର ଆକାର ଓସାରିଆ ହେଇଯିବ। ଏବଂ ପଟାର ଆକୃତି ଦେବା ପାଇଁ ହାଲକା ଦୁଇ ପାଖରେ ନା ଆମେ ସିଧା ଏମିତି ଗାର ଟାଣିବା। ମୁଁ ଟିକେ ଭିଡ଼ିଓ ସ୍ପିଡ଼ କରିଛି, ଏଇଟା ହାଲକା ରହିବ। ଦୁଇ ପାଖରେ କରିବା, କିନ୍ତୁ ମଝିଟାକୁ ଆମେ କୌଣସି ସେଡ଼ିଂ ଦେବାନି, କାରଣ ସୂର୍ଯ୍ୟର କିରଣ ଯେହେତୁ ପଡ଼ୁଛି ସେ ଜାଗାଟା ଟିକେ ଲାଇଟ୍ କରୁଥିବ। ଗୋଟେ ନଡ଼ିଆ ଗଛ କାଟିବା, ଉପର ଆଡ଼ୁ ସରୁ ରହିବ, ତଳ ଆଡ଼କୁ ଓସାର ରହିବ। ଏବଂ ଯେଉଁ ପାଖର ସୂର୍ଯ୍ୟ ଆଡ଼ିକି ଅଛି, ଗଛର ଯେଉଁ ପାଖ ସୂର୍ଯ୍ୟ ଆଡ଼କୁ ଅଛି ନା ସେଇ ପାଖଟା ଆମେ ଫିକା ରଖିବା, ଆଉ ଅପର ପାର୍ଶ୍ୱରେ ହାଲକା ପେନ୍ସିଲ୍କୁ ଶୋଇକି ଏମିତିଆ ଡାର୍କ କରିବା। ଗୋଟେ ପାଖ ରହିବ ଡାର୍କ। ଏବେ ନଡ଼ିଆ ଗଛର ଦାଗ ଦେବା ବହୁତ ସହଜ। ଏମିତି ହାଲକା ହାଲକା ଦୁଇ ପାଖକୁ ଯୋଡ଼ିବାନି, ହାଲକା ହାଲକା କରିକି ଦେଇଯିବା। ତାର ଡାଳ କାଟିବା। ପତ୍ର କେମିତି ହେଉଛି ମୁଁ ଆପଣଙ୍କୁ କହିଲେ ଗୋଟିଏ କେବଳ ଦେଖାଇଦେବି, ବହୁତ ସହଜ ଏଥିରେ। ସହଜରେ ଆମେ ଏକ 3D ଚିତ୍ର କାଟିପାରିବା ଯେ ସୂର୍ଯ୍ୟ ଅସ୍ତ ନଦୀ କୂଳରେ କେମିତି ଦେଖାଯାଏ। ପକ୍ଷୀମାନଙ୍କର ବି ଚିତ୍ର କରିବା। ଆଉ ନଦୀରେ ବି ପାଣି ଥିବା ପାଇଁ ନା କେବଳ ହାଲକା ଗାର ଦେବା। ଶାନ୍ତ ନଦୀ ସହିତ ହାଲକା ହାଲକା ଗାର ଦେବା। କେତେକ ପକ୍ଷୀଙ୍କ ଚିତ୍ର ବି ଆମେ କରିବା। ସହଜ ଉପାୟରେ ଚିତ୍ର ହେଇଯିବ।